ଅହମିକା ଠାରୁ ଦୂରରେ ଅନନ୍ତ। ସାଂସଦ ହୋଇ ବି ଗାଁ ଠାରୁ ଦଳ ଯାଏ ସାଧାରଣ କାର୍ଯ୍ୟକର୍ତ୍ତା। ଜୀବନର 55 ବର୍ଷ ପୂରଣ କରିଥିବା କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ସାଧାରଣ ଜୀବନଚର୍ଯ୍ୟା ଏବଂ ଅହମିକା ଶୂନ୍ୟ ବ୍ୟବହାର ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ତାଙ୍କର ସଠିକ୍ କଥା କିଛି ଲୋକଙ୍କୁ ଭଲ ନ ଲାଗିଲେ ବି ସେଥିପାଇଁ ତାଙ୍କର ଦୁଃଖ ନାହିଁ। ଲୋକପ୍ରତିନିଧି ଭାବେ ଅଞ୍ଚଳର ବିକାଶ ଗାଁରୁ ଆରମ୍ଭ କରିବା ଓ ଏଥିପାଇଁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତାର ମଧ୍ୟ ଗୁରୁ ଭୂମିକା ରହିଥିବା ସେ ହୃଦବୋଧ କରନ୍ତି। ଗ୍ରାମର ୱାର୍ଡ ସଦସ୍ୟ ସରପଞ୍ଚଙ୍କଠାରୁ ବିଧାୟକ ସାଂସଦଙ୍କ ଯାଏ ସମନ୍ୱୟ ଓ ନିଜ ଦାୟିତ୍ୱ ପ୍ରତି ସଚେତନ ରହିଲେ ଅଞ୍ଚଳର ବିକାଶ ଓ ସାଧାରଣ ଲୋକଙ୍କର ଉନ୍ନତି କେହି ଅଟକାଇ ପାରିବେ ନାହିଁ ବୋଲି ସାଂସଦ ଶ୍ରୀ ନାୟକ ମତ ରଖନ୍ତି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଚାକିରି ଛାଡ଼ି 1999ରେ ପ୍ରଥମ ଥର ସାଂସଦ ହୋଇଥିବା କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ଗ୍ରାମ ବାସିନ୍ଦା ତଥା ତୃତୀୟ ଥର କେନ୍ଦୁଝର ସାଂସଦ ହୋଇଥିବା ଶ୍ରୀ ନାୟକ ରାଜ୍ୟରେ ବିଜେଡି ସରକାର ସମୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ଅନୁସୂଚିତ ଜନଜାତି କମିଶନର ସଦସ୍ୟ ଓ ଉପାଧ୍ୟକ୍ଷ ପଦ ତୁଲାଇଥିଲେ। ଦଳ ରାଜ୍ୟରେ ଶାସନରେ ନଥିବା ବେଳେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଦଳକୁ ସଂଗଠିତ ରଖିବା ପାଇଁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସେ ଅନେକ କାମ କରିଥିବା ବେଳେ ଚଳିତ ସପ୍ତାହର 2ଟି ଘଟଣାରେ ତାଙ୍କର ସାଧାରଣ କାର୍ଯ୍ୟକର୍ତ୍ତା ଭୂମିକାର ଝଲକ ପୂର୍ବବତ୍ ଥିବା ହିଁ ଚର୍ଚ୍ଚାର କାରଣ ହୋଇଛି। ନିଜ ଗ୍ରାମ ଦାଣ୍ଡରେ ବସି ସାହି ଭାଇଙ୍କ ସହ ଗ୍ରାମର ଉନ୍ନତି ପାଇଁ ପ୍ରସ୍ତାବ ଓ ପରାମର୍ଶ ଗ୍ରହଣ କରିଥିବା ଦେଖାଯାଇଥିଲା। ସେହିପରି କେନ୍ଦୁଝର ଜିଲ୍ଲା ଡିମ୍ବଠାରେ ଅନୁଷ୍ଠିତ ମେ 19 ଏବଂ 20 ତାରିଖ 2 ଦିନିଆ ଜିଲ୍ଲାସ୍ତରୀୟ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ ପାଇଁ ଆଜି ସକାଳୁ ଡିମ୍ବ ଗ୍ରାମକୁ ଯାଇ ସକାଳ 7 ଘଟିକା ଠାରୁ ନିଜେ ମଞ୍ଚକୁ ଯାଇ ଚେୟାର ବହି ସଭାକକ୍ଷ ସଜାଡ଼ିବା ଘଟଣା ମଧ୍ୟ ଚର୍ଚ୍ଚାରେ ରହିଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।